तो भाई मैंने ମୁଁ ୟୁଟ୍ୟୁବ ଚ୍ୟାନେଲ ଆପଣମାନଙ୍କୁ ପୁଣି ଥରେ ସ୍ୱାଗତ। ତ ଆଉ ଗୋଟେ ନୂଆ ଓଡ଼ିଆ ମୁଭିର ଏବେ ଗ୍ଲିମ୍ସ ଭିଡିଓ ରିଲିଜ ହେଇଛି, ଯାହା ନାଁ ହଉଛି କାଙ୍ଗୁଲା ମା କାଳୀର ଦଣ୍ଡନାଚ। ଦେଖନ୍ତୁ ପୂର୍ବରୁ ଗୋଟେ ମୁଭି ଆସିଥିଲା କାନ୍ତାରା। କାନ୍ତାରା ସେଇ ଟାଇପର କଣ କରିଥିଲା, ମାନେ ତାର ଜଷ୍ଟିଫିକେସନ ମତେ ଦବାକୁ ପଡିବନି। ଆପଣ ମାନେ ସମସ୍ତେ ୱିଟନେସ୍ ଅଛନ୍ତି, ସେ ଯୋଉ ଟାଇପର ହିଷ୍ଟ୍ରି କରିଥିଲା, ସେ ମୁଭିର ମାହୋଲ ଯୋଉ ଟାଇପର ଥିଲା, ଦେଖନ୍ତୁ ସେ ମୁଭିର ଗୋଟେ ଅଥେଣ୍ଟିକ ଷ୍ଟୋରି ଲାଇନ ଆଉ ମାନେ ରିଜନାଲ ଲୋକାଲ ଦେବୀଙ୍କୁ କୋଉ ୱେରେ ସେଠି ପ୍ରେଜେଣ୍ଟ କରିବା ପାଇଁ। ତ ସେ ମୁଭିକି ସମସ୍ତେ ବହୁତ ସାରା ପ୍ରେଜ୍ କରିଥିଲେ, ବହୁତ ସାରା ଆୱାର୍ଡ ବି ସେ ମୁଭି ଦେଇଥିଲା, ବହୁତ ସାରା ସକ୍ସେସ ସେ ମୁଭି ପାଇଥିଲା। ତ ମତେ ଲାଗୁଛି ସେ ମୁଭିର ମାନେ କଣ, ସେ ମୁଭିରୁ ଇନ୍ସପାୟାର ହେଇକି ଏ ମୁଭି ଗୋଟେ କରାହଉଛି, ଯାହାର ନାଁ ଦିଆହେଇଛି କାଙ୍ଗୁଲା। ଦେଖନ୍ତୁ ଏ ମୁଭିର ଯୋଉ ଫାର୍ଷ୍ଟ ଗ୍ଲିମ୍ସ, ଏଇଟା ୱାନ୍ ଟାଇପ୍ ଗୋଟେ ଛୋଟ ଟିଜର, ବୁଝିପାରିଲେ କି ନାଇଁ? ତାକୁ ଯଦି ଆପଣ ଦେଖିବେ, ମାନେ ଲିଟରାଲି ଆର ମାନେ ସେ ଟିଜର ଗ୍ଲିମ୍ସ ଏକା, ତାକୁ ଯେତେବେଳେ ମୁଁ ଦେଖୁଥିଲି ଲିଟରାଲି ମୋ ମାଇଣ୍ଡରେ ପ୍ରଥମେ ଷ୍ଟ୍ରାଇକ୍ ହଉଥିଲା କାନ୍ତାରା। କାରଣ କାନ୍ତାରା ମୁଭି ଆମେ ସମସ୍ତେ ଦେଖିଥିଲେ, ସେଥିରେ ସେ ଯୋଉ ଦେବୀଙ୍କର ମାନେ ଦେବୀ ଯେତେବେଳେ ହିରୋକୁ ଲାଗୁଥିଲେ, ସେ ତାଙ୍କର କଷ୍ଟ୍ୟୁମ ଯୋଉ ଟାଇପର ଥିଲା, ତାଙ୍କ ଆଟାକ୍ ଯୋଉ ଟାଇପର ଥିଲା, ସେଇଟା ପିନ୍ଧିକି ସେ ଯେମିତି ଦୌଡ଼ିକି ଯାଉଥିଲେ, ତାର ଯଦି ଫାର୍ଷ୍ଟ ସିନ୍ ଆପଣ ମାନେ ଦେଖିବେ, ଏଥିରେ ବି ସେଇ ସିନ୍ ଟା ଅଛି। ଆଣ୍ଡ ଦ୍ୟାଟ୍ ୱାଜ ଫ୍ୟାଣ୍ଟାଷ୍ଟିକ। କାରଣ ମତେ ସବୁଠାରୁ ବେଷ୍ଟ ଲାଗିଲା, ମାନେ କାଙ୍ଗୁଲାରେ ଯୋଉ ସିନ୍ ଟା ଅଛି, ରେଡ୍ ର ଯୋଉ ମାନେ ଯୋଉ ରଖାହେଇଛି ଫ୍ରେମ୍ ଟା, ରେଡ୍ ର ଗୋଟେ ଫ୍ରେମ୍ ରଖାହେଇଛି, ସେଥିରେ ଦେବୀଙ୍କର ଆଟାୟାର ପିନ୍ଧିକି ଜଣେ ଦୌଡ଼ି ଦୌଡ଼ିକା ଯାଉଛି, ମାନେ ଜଙ୍ଗଲ ଭିତରୁ ଦୌଡ଼ି ଦୌଡ଼ିକା ଯାଉଛି। ମତେ ସେ ସିନ୍ ଟା କିନ୍ତୁ ଗୋଟେ ରେପ୍ଲିକେଟ ଭଳିଆ ଲାଗିଲା, ମାନେ କାନ୍ତାରାରୁ। ଆଣ୍ଡ ମୁଁ କହିବି ଏଇଟା କପି ନୁହଁ, ଯୋଉମାନେ ଆକୁ କପି ବୋଲି କହୁଛନ୍ତି ସେଟା ଗୋଟେ ରଙ୍ଗ ମାର୍କେଟିଂ ହବ। ଏଇଟା ଇନ୍ସପାୟାର୍ଡ, ମାନେ ଗୋଟେ ମୁଭି ଦେଖିକି ଆମେ ଇନ୍ସପାୟାର ହେଇଛେ, ଏଇ ଟାଇପର ଆମେ ଆମ ଷ୍ଟୋରିକୁ ପ୍ରେଜେଣ୍ଟ କରିପାରିବା। ବଟ୍ ଷ୍ଟୋରି ଲାଇନ୍ ଆମର ଓଭିୟସଲି କିଛି ଡିଫରେଣ୍ଟ ରହିବ, କାରଣ କାଳୀଙ୍କର ଯୋଉ ଦଣ୍ଡ ନାଚ ଯାହା ଉପରେ ଆକ୍ଚୁଆଲି ମୁଭି କରାହଉଛି, ସେଇଟା ଆମର ନିଜ ଷ୍ଟୋରି। ସେଇଟା ତ ସବୁଠୁ ବେଷ୍ଟ ପାର୍ଟ, ଯେ ଏମିତି ନାହିଁ ଯେ ଆମେ କାନ୍ତାରାକୁ ଦେଖିକି ଆମେ କାନ୍ତାରାର ଷ୍ଟୋରି ଏଠି ପ୍ରେଜେଣ୍ଟ କରିବା। ମତେ କାହିଁ ସେଇଟା ଲାଗୁନି, କାରଣ ଏଥିରେ ଦଣ୍ଡ ନାଚକୁ ହିଁ ପ୍ରାୟୋରିଟି ଦିଆହବ। ଦଣ୍ଡ ନାଚରେ ଆମ ମା କାଳୀଙ୍କର ଯୋଉ ଆକ୍ଚୁଆଲି ମହତ୍ଵ କଣ ଅଛି, ଦଣ୍ଡ ନାଚର ମହତ୍ଵ କଣ ଅଛି, ତାର ରିଚୁଆଲ ଷ୍ଟୋରି କଣ, ସେସବୁ ଜିନିଷ ଏଥିରେ ଦେଖାଉ, ଯୋଉଥିପାଇଁ କି ଆଇ ଆମ୍ ଭେରି ଏକ୍ସାଇଟେଡ୍। ମତେ ବହୁତ ଖୁସି ଲାଗୁଛି। ଆଉ ସେ ଯୋଉ ସିନ୍ କଥା ଯୋଉଟା ମୁଁ କହୁଥିଲି, ସେ ସିନ୍ କୁ ଯଦି ଆପଣ ମାନେ ଦେଖିବେ, ସେ ଯୋଉ ବ୍ୟାକଗ୍ରାଉଣ୍ଡରେ ଯୋଉ ରେଡ୍ ଟୋନ୍ ଯୋଉ ରଖାହେଇଛି ନା, ଲିଟରାଲି ବହୁତ ହିଁ ସୁନ୍ଦର ଲାଗୁଛି। ଏକ ତ ସୁନ୍ଦର ଲାଗୁଛି, ଦୁଇରେ ସେ ଜିନିଷଟା ନା ମାନେ ଗୋଟେ କ୍ରେଜ ବି କ୍ରିଏଟ କରୁଛି, ମାନେ ଏଇ ଟାଇପ ର ମାହୋଲ କଣ ପାଇଁ ହେଇଛି, ମାନେ ସେଇ ଯୋଉ ସେଟ୍ ଡିଜାଇନ ରେଡ୍ କଲର ଯୋଉ ଦିଆ ହେଇଛି, ସେ ଯୋଉ ଆମ୍ବିଏନ୍ସ ଯୋଉ ରଖାହେଇଛି, କଣ ପାଇଁ ହେଇଛି। ତାପରେ ଆଉ ଗୋଟେ ସିନ୍ ଦେଖିବେ, ଯୋଉ ମାନେ ଯିଏ ଦୌଡ଼ିକି ଯାଉଥିଲେ ସେ ଗୋଟେ ଜାଗାରେ ରହିଯାଇଛନ୍ତି, ଆଣ୍ଡ ମତେ ଲାଗୁଛି ସେଇ ଯୋଉ କ୍ୟାରେକ୍ଟରଟା, ସେଇ କ୍ୟାରେକ୍ଟରଟା ସମ୍ବିତ ଏଥିରେ ପ୍ରେଜେଣ୍ଟ କରିଛନ୍ତି। କାରଣ ଏ ମୁଭିର ଆମେ ପୂର୍ବରୁ ଜାଣିଥିଲେ, ଏ ମୁଭିରେ ମେନ୍ ଲିଡ୍ ଆମେ ସମ୍ବିତଙ୍କୁ ଦେଖିବା। ସମ୍ବିତ ବହୁତ ଦିନ ପର୍ଯ୍ୟନ୍ତ ଗାୟବ ହେଇଯାଇଥିଲେ, ମତେ ଲାଗୁଛି ଆ ପାଇଁ ବୋଧେ ସେ ପ୍ରିପାରେସନ କରୁଥିଲେ। ବ୍ୟାଟଲ ଏଥିରେ ତାଙ୍କର ଲୁକ୍ ବି ଡିଫରେଣ୍ଟ ହେଇଛି, ତାଙ୍କର ଛୋଟ ଛୋଟ ବିୟର୍ଡ ବି ସେଥିରେ ରଖିଛନ୍ତି, ତ ଯୋଉଟା କିନ୍ତୁ ଭଲ ଲାଗୁଛି। ମାନେ ଦେଖନ୍ତୁ, ଗୋଟେ ହିରୋ ଯଦି ଗୋଟେ ମୁଭି ପାଇଁ ଯଦି ଏଫର୍ଟ ଦଉଛି, ଦେନ୍ ଆମେ ତାକୁ ଆପ୍ରିସିଏଟ କରିବାଟା ନିହାତି ଦରକାର। ଆଉ ମତେ ସେଇଟା ବି ବହୁତ ଭଲ ଲାଗେ, ଯେ ଜଣେ ହିରୋ ଯଦି ଗୋଟେ କ୍ୟାରେକ୍ଟରକୁ ଦେଖିକି ଯଦି ସେ ନିଜର ଲୁକ୍ ଉପରେ ଏକ୍ସପେରିମେଣ୍ଟ କରୁଛି, କାରଣ ସେଥିରେ ଦେଖିଲେ ଏଇଟା ଜଣା ପଡେ ଯେ ଭାଇ ସେ କ୍ୟାରେକ୍ଟରକୁ ନେଇକି ଆକ୍ଚୁଆଲି ସେ ସେତିକି ସିରିୟସ୍ ଅଛି, ଯୋଉଥିପାଇଁ ନିଜର ଗୋଟେ ଅନେଷ୍ଟ ଆଣ୍ଡ ଗୋଟେ ଅଥେଣ୍ଟିକ ୱେରେ ସେ ନିଜକୁ ପ୍ରେଜେଣ୍ଟ କରୁଛି, ନିଜକୁ ସେ ଡେଡିକେଟେଡ କରୁଛି ସେ କ୍ୟାରେକ୍ଟର ପାଇଁ। ତ ଯୋଉଟା କି ମତେ ସମ୍ବିତଙ୍କ ମାନେ ଲୁକ୍ ଆଣ୍ଡ ଇଏରୁ ମତେ ଦେଖିକି ଭଲ ଲାଗୁଛି ଏବଂ ଖୁସି ବି ଲାଗୁଛି। ଏ ମୁଭିରେ ଆଉ ଜଣେ କ୍ୟାରେକ୍ଟର ଆମେ ଭାଇ ଏବେ ଲେଡି ସୁପରଷ୍ଟାର ଏବେ ହିରୋଇନ ବି ଏଥିରେ ଅଛନ୍ତି। ତ ଆଉ କିଏ କିଏ ଷ୍ଟାରକାଷ୍ଟ ଅଛନ୍ତି, ସରି ଏ ବିଷୟରେ ମୁଁ ଜାଣିନି, ଯଦି ଆପଣମାନେ ଜାଣିଥିବେ ଆପଣମାନେ ସେଟା କମେଣ୍ଟ ସେକ୍ସନରେ କହିଦେବେ। ବଟ୍ ଏ ଦି ଜଣଙ୍କର ମାନେ ଏ ଦି ଜଣ ନେତା ଅଛନ୍ତି, ଦି ଜଣ ଭିତରେ ଗୋଟେ ଗୀତ ଏବେ ଲଞ୍ଚ ହବାର ଅଛି, ଗୋଟେ ରୋମାଣ୍ଟିକ ପ୍ରାଇଭେଟ ଲଞ୍ଚ ହବ, ତା ବିଷୟରେ ମୁଁ ଆପଣଙ୍କୁ କହିଦେବି। ବଟ୍ ସେ ଗ୍ଲିମ୍ସ ଯଦି ଦେଖିବେ ଲାଷ୍ଟକୁ ଗୋଟେ ବ୍ଲଗ ରଖାହେଇଛି, ସେ ନିଜେ ହାତ ଏମିତି ଠାରୁଛନ୍ତି। ତ ସେ ଗୋଟେ ଗୋଟେ ମୋମେଣ୍ଟକୁ ଏଥିରେ କେବଳ ଦେଖାହେଇଛି, ଯୋଉଟା କି ମତେ ବହୁତ ଭଲ ଲାଗିଲା। ଆଉ ସେଇଟା ଦେଖିଲା ପରେ ବି ଗୋଟେ ଇଣ୍ଟରେଷ୍ଟ କ୍ୟାପ୍ଚର କରି ଜେନେରେଟ ହଉଛି, ଭାଇ ମୁଭି କଣ ହବ, ମୁଭିରେ ଆମ ଷ୍ଟୋରି ଲାଇନ କଣ ହେଇଥିବ। ଆଣ୍ଡ ମୁଁ ଏଇଟା ସିଓର ଯେ ଦଣ୍ଡ ନାଚରେ ମା କାଳୀଙ୍କର ଯୋଉ ଇମ୍ପୋର୍ଟାନ୍ସ ଅଛି, କଣ ପାଇଁ ଏ ଷ୍ଟୋରି ବହୁତ ଜଣ ଜାଣିନାହାନ୍ତି ଓଡିଶାର, ଦେଖୁବି ମୁଁ ବି ସେଥିରେ ଇନକ୍ଲୁଡେଡ, ମୁଁ ବି ଏତେ ଠିକ ସେ ଜାଣିନି। ତ ମୁଁ ଆଶା କରିବି ସେ ଷ୍ଟୋରିକୁ ସେତେ ବ୍ୟୁଟିଫୁଲ ୱେରେ ପ୍ରେଜେଣ୍ଟ କରାଯାଉ, ଯୋଉଠି ଯୋଉ ଜିନିଷ
ମାନେ ପୁରାପୁରି ଓଡ଼ିଶାରେ ଏଇ ଜିନିଷଟା ସବୁ ଲୋକ ଜାଣନ୍ତୁ ଆକ୍ଚୁଆଲି ହ୍ୱାଟ୍ ଇଜ୍ ଦ ଇମ୍ପୋର୍ଟାନ୍ସ ଅଫ୍ ଦଣ୍ଡନାଚ। ସେ ଜିନିଷ କଣ, ସେଥିରେ ମା କାଳୀଙ୍କର କଣ ଅଛି ଭୂମିକା, ସବୁ ଜିନିଷ ଆଉ କଣ ଆମର ହିଷ୍ଟ୍ରି, ସେଇ ଜିନିଷକୁ ନେଇ କଣ ଗ୍ଲୋରିଫାଇ କରାହଉଛି ଆମ ହିଷ୍ଟ୍ରିକୁ, ସବୁ ଜିନିଷ ସେଥିରେ ବହୁତ ବ୍ୟୁଟିଫୁଲ ୱେରେ ଦେଖାଯାଉ। ଆଣ୍ଡ ସେଇ ଜିନିଷକୁ ନେଇକି ଆମେ ସମସ୍ତେ ଗର୍ବ ଅନୁଭବ ବି କରିବା ଦରକାର। ତ ଏ ମୁଭିର ଯଦି ଆମେ ପ୍ରଡ୍ୟୁସର ଉପରକୁ ଆସିବା, ଭାଇ ଏ ମୁଭିର ପ୍ରଡ୍ୟୁସର ବି ନିଜେ ସମ୍ବିତ ଅଛନ୍ତି, ମୁଭିର ଷ୍ଟୋରି ବି ନିଜେ ସମ୍ବିତ ଲେଖିଛନ୍ତି। ଆଉ ଜଣେ ହଉଛନ୍ତି ଶୁଭେନ୍ଦୁ କୁମାର ମଲ୍ଲ। ତ ଦି ଜଣ ମିଶିକି ମୁଭିକି ପ୍ରଡ୍ୟୁସ କରୁଛନ୍ତି। ଆଉ ଗୋଟେ ଜିନିଷ ମତେ ଏଇଟା ବହୁତ ଭଲ ଲାଗିଲା, ଯଦି ଗୋଟେ ଆକ୍ଟର ଯିଏକି ସେ ମୁଭିରେ ନିଜେ ହିଁ ପ୍ରଡ୍ୟୁସର ଆଣ୍ଡ ନିଜେ ବି ଯଦି ସେ ଷ୍ଟୋରି ସେ ଲେଖୁଛି, ତାହେଲେ ମତେ ଲାଗୁଛି ସମ୍ବିତ ନିଜ ଷ୍ଟୋରି ଉପରେ ନିଜେ ସେତିକି କନଭିନ୍ସ ଅଛନ୍ତି, ଯୋଉଥିପାଇଁ କି ଏଇ ମୁଭିରେ ସେ ନିଜେ ପଇସା ଖର୍ଚ୍ଚ କରୁଛନ୍ତି। ତ ସେଥିପାଇଁ ଗୋଟେ ଗୁଡ ଆସୁଛି। ଜଣେ ଲୋକ ଯଦି ନିଜେ ଯଦି ସେତିକି ମାନେ ସିଓର ଅଛି ତା କ୍ରାଫ୍ଟକୁ ନେଇକି, ତା ଷ୍ଟୋରିକୁ ନେଇକି, ତାହେଲେ ମତେ ଲାଗୁଛି ମୁଭି ଭଲ ହବ। ଆଣ୍ଡ ଏ ମୁଭିକି ଡିରେକ୍ଟ କରୁଛନ୍ତି ଅଶ୍ୱିନୀ ଭାଇ। ଅଶ୍ୱିନୀ ଭାଇଙ୍କର ଆଇ ଏମ୍ ଏ ହ୍ୟୁଜ୍ ଫ୍ୟାନ୍। ମତେ ବହୁତ ଭଲ ଲାଗେ ତାଙ୍କର ମୁଭି ମେକିଂ, ତାଙ୍କର ଆକ୍ଟିଂ ଯୋଉ ୱେରେ ସେ କରନ୍ତି, ବହୁତ ବ୍ୟୁଟିଫୁଲ ୱେରେ କରନ୍ତି। ଆଣ୍ଡ ତାଙ୍କର ପାଷ୍ଟ ମୁଭି ଗୁଡା ବି ଆପଣ ମାନେ ଦେଖନ୍ତୁ, ବହୁତ ସୁନ୍ଦର ସୁନ୍ଦର ମୁଭି। ଆକ୍ଚୁଆଲି ତାଙ୍କ ମୁଭିରେ ନା ତାଙ୍କର ଗୋଟେ ୟୁନିକନେସ୍ ଥାଏ, ଯୋଉଟା କି ସିଏ ପ୍ରତି ମୁଭିରେ ଗୋଟେ ୟୁନିକ୍ ଟଚ୍ ଗୋଟେ ରଖନ୍ତି, ଯୋଉଥିରେ କି ମୁଭି ଦେଖିବା ପାଇଁ ବହୁତ ଭଲ ଲାଗେ। ଗୋଟେ ଅଥେଣ୍ଟିସିଟି ତାଙ୍କ ମୁଭିରେ ଥାଏ। ତ ଏ ମୁଭିର ଯେହେତୁ ଡିରେକ୍ଟର ସିଏ, ତ ମୁଭିକୁ ନେଇ ମୋର ଆକ୍ଚୁଆଲି ହୋପ୍ ଅଛି। କାରଣ ମୁଁ ଏଇଟା ସିଓର ଯେ ଅଶ୍ୱିନୀ ଭାଇ ସବୁ ମୁଭିରେ ନିଜର କିଛି ନା ୟୁନିକନେସ୍ ଦେବେ, ଆକ୍ଚୁଆଲି ଗୋଟେ ଗୁଡ୍ ନୋଟରେ ତାକୁ ଏଣ୍ଡ କରିବ, ଗୋଟେ ଭଲ ଟଚ୍ ରଖିବେ। ତ ମୁଁ ତାଙ୍କ ପାଖରୁ ସେ ଟଚ୍ ହିଁ ମୁଭିରେ ମୁଁ ଏକ୍ସପେକ୍ଟ କରିବି। ତ ଓଭରାଲି ମତେ ଗ୍ଲିମ୍ସ ଭଲ ଲାଗିଲା। ଆଇ ୱାଜ୍ ଭେରି ଏକ୍ସାଇଟେଡ୍ ଫର ଦିସ୍ ମୁଭି। ତ ଦେଖାଯାଉ ମୁଭି ଆଗକୁ ଟିଜର ଆଣ୍ଡ ଟ୍ରେଲର କେତେବେଳେ ଆସୁଛି, ସେ ବିଷୟରେ ଆସିଲା ମାନେ ସେ ସବୁ ରିଲିଜ ହେଲେ ଆମେ ବି ଡିଟେଲ୍ସରେ କଥାବାର୍ତ୍ତା ହେବା। ତ ଯଦି ଏ ମୁଭିଟା ଆପଣଙ୍କୁ ଭଲ ଲାଗିଛି, ପ୍ଲିଜ୍ ଲାଇକ୍ କରିଦେବା। ଏଇ ଟାଇପର ମୁଭି ଦେଖିବା ପାଇଁ ମୋ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ।